ଜୟ ଜଗନ୍ନାଥ ନିତାଇ ଗୌର ହରିବୋଲ 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 ରାଧେ ରାଧେ। ତ ଆଜି ଯେଉଁ କଥାଟି ଆମର ଏ ଯେଉଁ ଭାବବାଣୀକୁ ନେଇକରି କିଛି ଲୋକମାନଙ୍କ ଭିତରେ ଗୋଟେ ପ୍ରଶ୍ନ କି ତମେ ସତ୍ସଙ୍ଗ ପବ୍ଲିସିଂ ହାଉସ୍ ଏଇ ଯେଉଁ ଆମର ଅଛନ୍ତି ପୁଣ୍ୟପୋଥି, ତ ଏଇଟା ହିଁ ସବୁଠାରୁ ଠିକ୍ ଜିନିଷ। ତ ଏଠି ଦେଖନ୍ତୁ ଲେଖା ହେଇଛି ସତ୍ସଙ୍ଗ ପବ୍ଲିକ ହାଉସ୍, ଏଇଟା ଠିକ୍ ଜିନିଷ। ଏଠି ପୁଣ୍ୟପୋଥି ସତ୍ସଙ୍ଗ ପବ୍ଲିସିଂ ହାଉସ୍। ତ ଏ ବହିଟା ଠିକ୍, ଏଇଟା ପଢ଼, ଏଇଟା ବଙ୍ଗଳାରେ ଲେଖା ଅଛି ସତ, କିନ୍ତୁ ଏଇଟା ପଢ଼, ଏଇଟା ହେଉଛି ଠିକ୍ ତଥ୍ୟ ତତ୍ତ୍ୱଜ୍ଞାନ ଏଥିରେ ଅଛି। କିନ୍ତୁ ଏଇ ବହିଟା ଯେଉଁ ଆମର ଲେଖା ହେଇଛନ୍ତି ଓଡ଼ିଆରେ ପବିତ୍ର ଭାବବାଣୀ, ଯାହାକି ଆମର ଲେଖିଛନ୍ତି କ'ଣ, କାହିଁକିନା ଲୋକମାନଙ୍କ ମନ ଭିତରେ ଆସିଯାଉଛି ନା କି ଆମେ କାଳେ ଭୁଲ ଭାଲ ତଥ୍ୟ ଭିତରେ ଦେଇକିରି, ଆଉ ଇଏ ତାଙ୍କର ହେଉଛନ୍ତି ଭାଗ୍ୟଲକ୍ଷ୍ମୀ ମହାକୁଳ, ପୁରୁଷୋତ୍ତମ ସ୍ୱସ୍ତି ସଂସଦ, ସ୍ୱସ୍ତି ବିହାର, ଲବଣା ତୀର୍ଥ, ଇଞ୍ଚୁଡ଼ି, ବାଲେଶ୍ୱର। ପ୍ରଥମ ପ୍ରକାଶ ଶୁଭ ତାଳ ନବମୀ 2008। ତ এই বইটি সম্পূর্ণ রূপে ଆପଣ ଦେଖିପାରୁଥିବେ। ରାଧେ ରାଧେ। ତ ଏଠି ବହୁତ ଋତିକ ମାନଙ୍କର ସୂଚୀ ବି ରହିଛି କି ଋତିକ ମାନଙ୍କୁ ଯେଉଁ ସବୁ ଋତିକ ମାନଙ୍କୁ ଦେଖା ହେଇଛି ବହିଟି ଏଆଇ ବଙ୍ଗଳାରୁ ଓଡ଼ିଆକୁ ମାନେ ଅନୁବାଦ କରାହେଇଛି। ତ ଆ ଭିତରେ କିଛି ସାରାଂଶ ରଖାହେଇଛି, ଯେତିକି ଆବଶ୍ୟକ ସେ ସେତିକି, ଆଉ ଯେତିକି ସେମାନେ ବୁଝିପାରିଲେ ସେତିକି ରଖିଛନ୍ତି, ଅବଶିଷ୍ଟ ସେ କାଟି ଦେଇଛନ୍ତି। କିନ୍ତୁ ଏହି ଜିନିଷଟାକୁ ସମସ୍ତେ କହୁଛନ୍ତି ନା ଏଇଟା ଭୁଲ ତଥ୍ୟ ଅଛି, ଭୁଲ ତଥ୍ୟ। ତ ସେଥିଲାଗି କ'ଣ କହିଲେ ନା, ଏସବୁ ଯେଉଁ ରାଧାକୃଷ୍ଣଙ୍କର ଉପରେ ଟପିକ୍ ଉପରେ ମୋର କଥା ଯେହେତୁ ପଳେଇ ଯାଉଛି, ତ ସେଥିଲାଗି ସେ କହିଦେଲେ ଏ ବହିଟେ ଭୁଲ। ଜଣେ କମେଣ୍ଟରେ କରିଛନ୍ତି, ଆପଣମାନେ ଚାହିଁଲେ ବି ସେ ପୂର୍ବ ଭିଡ଼ିଓରେ ଯାଇ ଦେଖିପାରିବେ। ଆଉ ଆ ଭିତରେ ଯଦି ଆପଣ ପଢ଼ିବେ, ଦେଖନ୍ତୁ ଆଜ୍ଞା, ଏଇଟା ତ ବଙ୍ଗଳା ଲେଖା, ତ ବଙ୍ଗଳା ଲେଖା ଭିତରେ ଆପଣଙ୍କୁ ଟିକେ ପଢ଼ିକି ଶୁଣେଇ ଦେଉଛି। কীর্তনে ঢুকতে হলে ঘৃণা লজ্জা ভয় মান অপমান সব ছেড়ে দিতে হয়। গান গাবি সব ভাবিবি ইষ্টদেব, যাহা দেখিবি যাহা যাহা দুষ্টি পড়ে তাহা তাহা কৃষ্ণ স্ফুরে। ভাব অবস্থার কিছুই নাই রে ইচ্ছা, কীর্তনের পরে সন্ধ্যা আহ্নিক করবি। কীর্তনের আগুন জ্বালিয়া দিয়ে ঘরে ঘরে ধরিয়ে দে, দেখ সব পাবি এক কীর্তনে সব পাবি। তাহলে কার কীর্তন করাবে? মহেশ, ওতেই সব হলে দেখ, তারক কেউ বলবি, তারক কেউ নাই চাই যেমন করেই হোক দেখ। এই যতীন বাবু বলিস তো, কিরণ সব দেখ। রাধা বিনোদ নির্বোধ ভারী অহংকার কিনা, সব যাবে একদিনও। জ্ঞানটিকে ধরতে পারিস না, ছুটে আয় বিদ্যা সব অবিদ্যা, ওতেই সব মাটি করলে। কটা পয়সাই বা উপার্জন করিস, এই ফর্সা করল আপনি আসবি, কিন্তু শেষের দিনে যখন এই খাঁচাটা বদলে আরেকটা নিতে হবে। রাধা বিনোদকে ঠেসে ধরে আনবি তো একবার, ওটাকে হবে গ্রিসটা অনেক ভালো আছে। এগুলি সব বাহু, এগুলি জানতে করতে হবে। দেখ, শুধু ভাত খেলে সহজেই হজম হয়, আবার খিচুড়ি রাঁধে খা, পেট ফুলে যাবে। তেমনি সংসার আর ভগবান একসঙ্গে হেলেই নষ্ট। দুধটা খেলে বল হয়, আর পায়েসটা খেলে পেট ফালে। হজম করতে পারলে তো ভালোই, কিন্তু হজম যে করা যায় না। দেখ এই মজা, দেখ যাতে মারে তাতেই তাজা করে। দেখ কোবরা বিষ লোকে কি খেতে পারে, কিন্তু ব্যারাম হলে বিকারে মারার আগে ওই কোবরা দিলে ব্যারাম সরে যায়। পরমাত্মা কোবরা, ঘোর বিকার হলে ব্রহ্মভাবটা জাগিয়ে দিতে পারলেই ফর্সা। তো ঠাকুর এই ଯେଉଁ କଥା ଭିତରେ ଦେଇକିରି ସବୁଯାକ କଥା ଦେଖିବେ, ଏଇ ଯେଉଁ ବହି ଭିତରେ ରହିଛନ୍ତି, ଏଇଟା ବଙ୍ଗଳା। ଆମେ ଆମ ମୁଣ୍ଡରେ ଏତେ ବୁଦ୍ଧି ନେଇ ଯାଇକି ଆମେ ବଙ୍ଗଳା ପଢ଼ିପାରିବୁ। ତେଣୁ ଏଇ ଜିନିଷଟି ସହଜ ଭାବରେ ଏଠି ଲେଖା ହେଇଛି। ରାଧା ବିନୋଦକେ ଠେସେ ଧରେ, ତମେ ତ ବଙ୍ଗଳା ବୁଝିପାରୁଥିବ, କମେଣ୍ଟ କରୁଛ, କମେଣ୍ଟଟାକୁ ଭାବି ଚିନ୍ତି କର, କାହିଁକିନା ମୋ ପାଖରେ
ଯଦି ନଥାନ୍ତା ମୁଁ ଆଜି ମନା କରିଦେଇଥାନ୍ତି। ସେ ଜିନିଷ କିଛି ଖରାପ ଲେଖା ନାହିଁ। ତମର ଇଚ୍ଛା ହେଲେ ଶୁଣ, ଇଚ୍ଛା ନହେଲେ ଚ୍ୟାନେଲକୁ ସ୍କିପ୍ କରିଦିଅ, କିଛି ଜବରଦସ୍ତି ନାହିଁ। କିନ୍ତୁ ଯାହା ଲେଖା ହେଇଛି ପ୍ରକୃତ କଥା ଲେଖା ହେଇଛି। ଆଉ ବର୍ତ୍ତମାନ କିଛି ଲୋକ ମୋର ଏ ଯେଉଁ ଠାକୁରଙ୍କର ପବିତ୍ର ଭାବବାଣୀ କରିବାର ଗୋଟେ ଲକ୍ଷ୍ୟ ଉଦ୍ଦେଶ୍ୟ ଅଛି, ସେ ଉଦ୍ଦେଶ୍ୟଟି ହେଉଛି କ'ଣ ନା, ଯେତେବେଳେ ଜଣକୁ ମୁଁ କହିଦେଲି ଗୁରୁ ଭାଇଙ୍କି, ମୁଁ କହିଲି ରାଧେ ରାଧେ, ମୋତେ କହିଲେ ତମେ କ'ଣ ରାଧାକୃଷ୍ଣଙ୍କୁ ବଡ଼ କରିସାରିଲଣି, ଏଠି ରାଧେ ରାଧେ କହୁଛ, ଜୟଗୁରୁ କହିଲେ କ'ଣ ଅସୁବିଧା ହେଇଯାଉଛି? ରାଧାକୃଷ୍ଣଙ୍କୁ ବଡ଼ କରିଦେଉଛ, ଏମିତି ତାଚ୍ଛଲ୍ୟ କରି। ତା ଭିତରେ ଦେଖନ୍ତୁ ଆଜ୍ଞା, ଠାକୁର ତ ନିଜେ ଆସିଲେ, କାହାର ନାମ ଦେଇଛନ୍ତି? ଆପଣ ଯେଉଁ ନାମଟା ପାଇଛନ୍ତି କାହାର ପାଇଛନ୍ତି? ରାଧାଙ୍କର ପାଇଛନ୍ତି ତ ନା ପାଇନାହାନ୍ତି? ଆପଣ ତାହେଲେ ଦୀକ୍ଷା ନେଇନଥିବେ, ସେଇଟା କୁହନ୍ତୁ। ସତ୍ସଙ୍ଗ ପବ୍ଲିକ ହାଉସ୍ ଆ ଭିତରେ ଯେଉଁ ପାର୍ଥକ୍ୟ କରିଦେଲେ, ତାହେଲେ ଆପଣ ନିଜେ ହିଁ ବୁଝି ନାହାନ୍ତି, ପାର୍ଥକ୍ୟଟା ନିଜେ ବୁଝି ନାହାନ୍ତି, ସେଥିପାଇଁ କହୁଛନ୍ତି। ଆ ଭିତରେ କିଛି ପାର୍ଥକ୍ୟ ନାହିଁ, ଏଇଟା ବଙ୍ଗଳା ଭାଷା, ଏଇଟା ଓଡ଼ିଆ ଭାଷା, ଆମେ ଓଡ଼ିଆ ଭାଷାରେ, ତେଣୁ ଆମେ ସମ୍ପୂର୍ଣ୍ଣ ଭଲ ଭାବରେ ବୁଝିବା ଦରକାର। ଗୋଟିଏ କଥା ଆପଣମାନଙ୍କୁ କହୁଛି, ଖରାପ ଭାବିବେନି, ଟିକେ ଭଲ କରି ଭାବିବେ, ମୁଣ୍ଡ ଭିତରେ ପୁରେଇବେ। এইটা ভুল, ସେଇଟା ଠିକ୍, ସେଇଟା ଭୁଲ, ଏଇଟା ଠିକ୍, ଆମର ସେତିକି ଏକ୍ସପିରିଏନ୍ସ ହେଇନି ଭୁଲ ଠିକ୍ର ହିସାବ ଦେବା। କିନ୍ତୁ ଯେଉଁ କଥା, ଯେଉଁ ତତ୍ତ୍ୱକୁ ଠାକୁର ଆସିଲେ, ସେଇ ଯେଉଁ ଠାକୁରଙ୍କ ଜନ୍ମ ବୃତ୍ତାନ୍ତ ଆପଣ ଶୁଣିବେ, ସେଇ କୃଷ୍ଣଙ୍କ ପାଖରୁ, ସେଇ ଚୈତନ୍ୟ ମହାପ୍ରଭୁଙ୍କ ପାଖରୁ ଏଇ ଜିନିଷ ହିଁ ଆସିକି ପହଞ୍ଚିଛି ଆପଣମାନଙ୍କ ପାଖରେ। ତେଣୁ ତାଙ୍କୁ କେମିତି ଭୁଲି ଯାଉଛନ୍ତି? ଠାକୁର ଯାହା କହିଛନ୍ତି, ଠାକୁର କହିଲେ ମୋର ପ୍ରତ୍ୟେକଟି ବାକ୍ୟକୁ ଯଦି ଅବମାନନା କରୁ, ତାହେଲେ ତୋର ଉଦ୍ଧାର ଏତେ ସହଜ ହେଇପାରିବନି। ଠାକୁରଙ୍କ ପ୍ରତ୍ୟେକଟି ବାକ୍ୟ ଭିତରେ ରହିଛନ୍ତି। ଆଉ ଜୟ ରାଧେ ରାଧେ, କୃଷ୍ଣ କୃଷ୍ଣ ଗୋବିନ୍ଦ ଗୋବିନ୍ଦ ବୋଲରେ। ଥରେ ଆଶ୍ରମ ଭିତରେ, ଏଇଟା ମୁଁ ସତ୍ସଙ୍ଗରେ ଶୁଣିଥିଲି, ଆଶ୍ରମରେ ଜଣେ ରୀତିକ କହୁଥିଲେ ଏଇ କଥାକୁ, ତାଙ୍କର ଉଦ୍ବୋଧନ ଦଉଥିଲେ, ତ ତା ଭିତରେ ସେ କହିଲେ ସତ୍ସଙ୍ଗ ହେଉଛି, ଆମେ ସବୁ ଅଛୁ, ମାନେ ସେ ପ୍ରେଜେଣ୍ଟ ଥିଲେ, ସେ ରୀତିଙ୍କ ନାଁ ମନେ ପଡ଼ୁନାହିଁ, ସେ ପ୍ରେଜେଣ୍ଟ ଥିଲେ ସେତେବେଳେ, ଦେଓଘର ଯାଇଥିଲେ। ତ ସେଠି ବଙ୍ଗଳାରେ କଥା, କିନ୍ତୁ ମୁଁ ତାଙ୍କୁ ଓଡ଼ିଆରେ କହିଦେଉଛି। ତ ଠାକୁର ବସିଛନ୍ତି, ସତ୍ସଙ୍ଗ ଚାଲିଛି, ସତ୍ସଙ୍ଗ ଯେତେବେଳେ ଆଲୋଚନା ଚାଲିଛି, ଆଲୋଚନା ଭିତରେ ଠାକୁର କହିଲେ ଟିକେ ରହିଯାଅ, ଡାକିଲେ, ଆଚ୍ଛା ତମେ ଦୀକ୍ଷା କେତେ ବର୍ଷ ହେଲା ନେଲଣି? ଜଣେ ରୀତିଙ୍କୁ ପଚାରିଲେ। ରୀତି କହିଲେ କି ମୁଁ ଆଜ୍ଞା ଏଇ ହବ ପାଖାପାଖି 10-15 ବର୍ଷ ହେଲା ନେଇଛି। ନା ହଉ ତମେ ଟିକେ ଏଇ ସାଇଡ୍ରେ ଛିଡ଼ା ହୋଇଯାଅ। ଆଉ ଜଣେ ଡାକିଲେ, ବାବୁ ତମେ ଦୀକ୍ଷା ନେଇଛ? ନା ହଁ ଆଜ୍ଞା ଦୀକ୍ଷା ନେଇଛି। ନା ତମେ କେତେ ବର୍ଷ ହେଲା ଦୀକ୍ଷା ନେଲଣି? ନା ଆଜ୍ଞା ମୋର ଏଇ 2-3 ବର୍ଷ ଖଣ୍ଡେ ହବ ଆଉ। ନା ଆଚ୍ଛା ହଉ ତମେ ଏଇ ସାଇଡ୍ରେ ଛିଡ଼ା ହେଇଯାଅ। ତାପରେ ପଛପଟକୁ ହାତ ଠାରି ଡାକିଲେ, ମଳିମୁଣ୍ଡିଆ ମିସ୍ତ୍ରୀ ଆଉ ମୂଲିଆ 2 ଜଣ ଛିଡ଼ା ହେଇଛନ୍ତି। ତାଙ୍କୁ ଡାକିଲେ, ଆରେ ବାବୁ ତମେ ସେଠି ଠିଆ ହେଇକିରି, ଏଠି କାମ ହେଉଛି ଆଶ୍ରମ କାମ, କାମ ନକରି ତମେ ଏଠି ଠିଆ ହେଇ କ'ଣ ଶୁଣୁଛ? ତମେ ଦୀକ୍ଷା ନେଇଛ? ନା ଆଜ୍ଞା ଠାକୁର ଆମେ ଦୀକ୍ଷା ନେଇଛୁ। ନା ତମେ କେତେ ବର୍ଷ ହେଲା ନେଲଣି? ନା ଆଜ୍ଞା ମୁଁ ହବ ବର୍ଷେ ପାଖାପାଖି, ବର୍ଷେ ହେଇନି କିନ୍ତୁ ପାଖାପାଖି ବର୍ଷେ ହେଇଯିବ। ଆଉ ବାବୁ ତମେ ନେଇଛ? ଯେ ମୂଲିଆ କାମ କରୁଛି ଯେ, ତାକୁ ପଚାରନ୍ତୁ, ବାବୁ ତମେ ନେଇଛ? ନା ଆଜ୍ଞା ନେଇଛି। ନା କେତେ ଦିନ ହେଲାଣି? କେତେ ବର୍ଷ ହେଲାଣି? ନା ମାତ୍ର ହବ ମୋର 3 ମାସ କି 4 ମାସ। ଠାକୁର କହିଲେ ଆଚ୍ଛା ଠିକ୍ ଅଛି। ତ ରୀତିଙ୍କୁ ଜାଣି ଡାକି ପଚାରିଲେ, ଯିଏ ବରେଣ୍ୟ ଥିଲେ ତା ଭିତରେ, କହିଲେ ଆଜ୍ଞା ଦାଦା ଆପଣ ତ ଦୀକ୍ଷା ନେଲେଣି ଆସିକିରି 15 ବର୍ଷ ହେଲାଣି, ଆପଣଙ୍କର ଗୋଟେ ଅନୁଭୂତି କହିଲେ, ଦୀକ୍ଷା ନେଇ ଆପଣ ପାଇଛନ୍ତି କ'ଣ? ନା ଠାକୁର କ'ଣ ପାଇବି, ମୁଁ ତ ବହୁତ ଆନନ୍ଦରେ ଅଛି, ବହୁତ ଖୁସିରେ ଅଛି, ସେଇ ରାଧା ନାମକୁ ନେଇକିରି ମୁଁ ବହୁତ ଭଲରେ ଅଛି, ଆଉ ଆପଣଙ୍କ କୃପା, ଆପଣଙ୍କ ଆଶୀର୍ବାଦ। ଠାକୁର କହିଲେ ଆଚ୍ଛା ଠିକ୍ ଅଛି, ଏଥର ତମେ ଯାଇ ବସି ପଡ଼। ଯିଏ ଗୀତ ଫୀତ ବଜାଉଥିଲେ, କୀର୍ତ୍ତନ କରୁଥିଲେ, ତ ତାଙ୍କୁ ଡାକିଲେ। ଯିଏ କହିଥିଲେ କି ମୋର 3 ବର୍ଷ ହେଲା ଦୀକ୍ଷା ନେଇଛି, ତାକୁ ଡାକିଲେ। କହିଲେ ଆଚ୍ଛା ତମେ ଦୀକ୍ଷା ନେଇ ତମର ଅନୁଭୂତି କ'ଣ, ତମେ କ'ଣ ପାଇଛ? ନା ଠାକୁର ମୋର ଅନୁଭୂତି କହିଲେ କିଛି କହିପାରିବିନି, ମୋତେ ତ ବେଶ ଆନନ୍ଦ ଲାଗେ, ମୋତେ କୀର୍ତ୍ତନ କଲେ ବହୁତ ମଜା ଲାଗେ, ମୁଁ ମସ୍ତି ଭିତରେ ଝୁମିଯାଇ କୀର୍ତ୍ତନ କଲା ଭିତରେ। ଆଉ କ'ଣ ପାଇଛି କ'ଣ ହରିଛି ସେସବୁ କଥା ମୁଁ କିଛି ବୁଝେନି।
ମିସ୍ତ୍ରୀ ଲୋକକୁ ପଚରା ହେଲା, ଆରେ ବାବୁ ତମେ ତ ଦୀକ୍ଷା ନେଇଛ କହୁଛ ବର୍ଷେ ହେଇନି, ପାଖାପାଖି କହୁଛ ବର୍ଷେ, ଆଉ ତମେ ଦୀକ୍ଷା ନେଇକିରି ତମେ କ'ଣ ଅନୁଭୂତି ତମର ଗୋଟେ କୁହ। ନା ଠାକୁର ମୁଁ ବହୁତ ଅସୁବିଧାରେ ଥିଲି, ଯେବେଠାରୁ ମୁଁ ଇଷ୍ଟଭୂତି କରୁଛି ସେବେଠାରୁ ମୋର ପରିବାରରେ ଆର୍ଥିକ ଅନଟନ ସ୍ଥିତି খুব ସୁଦୃଢ଼ ହୋଇଯାଇଛି, ଭଲ ହୋଇଯାଇଛି। ମୁଁ ଜାଣିଲି ଯେ କି ଇଷ୍ଟଭୂତି କଲେ, ଇଷ୍ଟଭୂତି ଯଦି ଦିଆଯାଏ, ଇଷ୍ଟଙ୍କୁ ଦିଆଯାଏ, ତାହେଲେ ନିଶ୍ଚିନ୍ତ ଭାବରେ ମାନେ ଆମର ଯେଉଁ ଗରିବଟା ସେଇଟା ମୋର ଗରିବ ଦୂର ହୋଇଯାଇଛି, ଗରିବୀ ଦୂର ହୋଇଯାଇଛି। ମୁଁ ଏବେ ଠିକ୍ ସେମିତି ଭାବରେ ଚଳି ଆସୁଛି। ଆଗରୁ ଯେଉଁ ଅଭାବ ଅସୁବିଧାରେ ଚଳୁଥିଲି, ଏବେ ଅଭାବ ଅସୁବିଧାଟି ଆଉ ନାହିଁ। ଯିଏ କହିଲା ମୁଁ 3 ମାସ 4 ମାସ ହେଲା ଯେଉଁ ମୂଲିଆ ଜଣକ ନେଇଥିଲେ, ସିଏ କହିଲେ 3-4 ମାସ ହେଲା ଯିଏ ନେଇଥିଲା ତାକୁ ପଚାରିଲେ, ଆଚ୍ଛା ବାବୁ ତମେ ତ 3-4 ମାସ କ୍ଷମା କରିବେ 3-4 ମାସ ହେଲା ଯିଏ ନେଇଥିଲେ, ଆଉ ତମର କ'ଣ ଅନୁଭୂତି ଟିକେ କହିଲ। କାନ୍ଦି କାନ୍ଦିକିରି ସେଇଠି ସିଏ ତଳେ ଆଣ୍ଠେଇ ପଡ଼ୁଛି, କହୁଛି ଠାକୁର ମୁଁ କେବଳ ଜାଣିଛି ଆପଣ ଚାହିଁଛନ୍ତି ବୋଲି ମୁଁ ବଞ୍ଚିଛି, ଆପଣ ଚାହିଁଛନ୍ତି ବୋଲି ମୁଁ ବଞ୍ଚିଛି, ଆପଣ ଯେଉଁଦିନ ମୁହଁ ଫେରି ନେଇଯିବେ ସେଦିନ ମୁଁ ମରିଯିବି। ତେଣୁ ଏଇ କଥାଟା କହିବା ଭିତରେ ଦେଇକିରି ଜିନିଷ କ'ଣ, ଠାକୁର ସେଇଠି କହିଲେ, ଠାକୁର କହିଲେ ଦେଖ ଏଇଟା ହେଉଛି ଭାବର କଥା, ଏଠି ଭାବ ଭିତରେ ଦେଇକିରି ସମସ୍ତେ ଗତି କରନ୍ତି, ସମସ୍ତେ ଦୀକ୍ଷା ନେଇଛନ୍ତି କିନ୍ତୁ ସମସ୍ତେ ଭାବ ଅନୁସାରେ ନିଜ ନିଜ ଭିତରେ ଠାକୁରତ୍ୱ ଜଗାଇ ତୋଳନ୍ତି। ମୋତେ ଭଲ ଲାଗେ, ମୁଁ ଏଇ ବହି ବି ରଖିଛି, ଏ ବହିର ମତଲବ ଯାହା ମୁଁ ବେଶୀ ବଙ୍ଗଳା ନ ବୁଝିପାଇଲେ ବି ଯେତିକି ବୁଝିଛି, ଏ ବହିର ଶବ୍ଦର ସବୁ ତତ୍ତ୍ୱର ଅର୍ଥ ଯାହା, ଏ ବହିର ଶବ୍ଦର ତତ୍ତ୍ୱର ଅର୍ଥ ସବୁ ସେଇଆ। ଏଠି ବି ଆକୁ ବି ବହୁତ ରୀତିକ ମାନେ ଅନୁମୋଦନ କରିଛନ୍ତି କି କେଉଁଠି କ'ଣ ଭୁଲ ହେଇଛି ସବୁ ତ୍ରୁଟିକୁ ବି ମାର୍ଜନା କରିକି ଲେଖିଛନ୍ତି। ତେଣୁ ଏଥିରେ କିଛି ଅନ୍ତର ନାହିଁ, ଦୁଇଟା ମୋ ପାଖରେ ଅଛି, କିଛି ଅନ୍ତର ନାହିଁ। ଆଉ ଠାକୁର ଯେଉଁ ଆସିଲେ ରାଧାକୃଷ୍ଣଙ୍କର ତତ୍ତ୍ୱ ଘେନିକିରି ଆସିଲେ। ଆଉ ଆପଣଙ୍କର ଯଦି ଶୁଣିବାର ଇଚ୍ଛା ନାହିଁ ତାହେଲେ ନ ଶୁଣିବି ଆହୁରି ବହୁତ ବଢ଼ିଆ। ମୁଁ ମୋ ହିସାବରେ ଚାଲୁଛି, ଆପଣ ଆପଣଙ୍କ ହିସାବରେ ଚାଲନ୍ତୁ, କିଛି ଅସୁବିଧା ନାହିଁ। କାହିଁକିନା ଏଠି ଆମେ କାହାର ଭୁଲ ତତ୍ତ୍ୱ କି ତଥ୍ୟ ଦେଇନୁ। ଯଦି ଆପଣଙ୍କୁ ଭୁଲ ବୋଲି ଭାବୁଛନ୍ତି ତାହେଲେ ଆପଣ ଚ୍ୟାନେଲ ସ୍କିପ୍ କରିଦିଅନ୍ତି, ଅନ୍ୟମାନଙ୍କର ଦେଖନ୍ତୁ, ଥରେ ହେମ ଭାଇଙ୍କର ଯାଜନ ଯାଇ ଦେଖନ୍ତୁ। ଆଉ ଆମର ଯେଉଁ ସହପ୍ରତି ରୀତିକ ମାନେ ସବୁ ଅଛନ୍ତି, ପ୍ରମୋଦ ପଣ୍ଡା, ପ୍ରମୋଦ ଶତପଥୀ, ଆହୁରି ବି ବହୁତ ବଡ଼ ବଡ଼ ଅଛନ୍ତି ବି ରୀତିକ, ସେମାନଙ୍କ କଥା ଯାଇ ଶୁଣନ୍ତୁ, ତାହେଲେ ଜାଣିପାରିବେ ଯେ କି ଠାକୁର ଯେଉଁ ରାଧାକୃଷ୍ଣଙ୍କର ତତ୍ତ୍ୱ ଘେନିକିରି ଏଇ ଭାବବାଣୀକି କହିଛନ୍ତି କି କହିନାହାନ୍ତି। ଆଜିର ଭିଡ଼ିଓଟା କରିବାର ଥିଲା କ'ଣ ନା, ବହୁତ ଲୋକ ବି ଆଗରୁ ମୋତେ କହିଦେଉଥିଲେ ତମେ ଭାବବାଣୀଟା ବନ୍ଦ କରିଦିଅ, ସେ ଟପିକ୍ ଆଲୋଚନା କରନି। ମୁଁ ଏଥିପାଇଁ କରିଥିଲି ମୋ ଖୁସି ପାଇଁ, ଯେ କି ଲୋକମାନଙ୍କ ମନ ଭିତରେ ସେ ଠାକୁର ଅନୁକୂଳ ନେଇ ଗୋଟେ ଯେଉଁ କୁଭାବନା ଅଛି, ସେ ଭାବନାଟା ଦୂରୀଭୂତ କରିବା ପାଇଁ। ଠାକୁର କ'ଣ, ଠାକୁର କିଏ, ଠାକୁର କାହିଁକି ଆସିଛନ୍ତି ମାନବ ତନୁରେ। ଆଜି ମାନବ ହିତରେ ମାନବ ହୋଇଲ, ଯୁଗ ଗୁରୁ ସତ ନାମ ଭିତରିଲ। ଆଜି ମାନବ ଭିତରେ ସେ ଆସିଛନ୍ତି, ମାନବ ହେଇକିରି। ଯଦି ଭିତରେ ନ ଆସିଥାନ୍ତେ, କାହିଁକି ସେ ଆଜି ସବୁଠାରୁ ମୋଷ୍ଟ ପାୱାରଫୁଲ୍ ନାମ ହେଉଛି ରାଧା ନାମ। କାହିଁକି ନା ସବୁ ନାମ ହେଉଛି କୃଷ୍ଣଙ୍କର ଭକ୍ତି ଦେଇପାରେ, ମୋକ୍ଷ ଦେଇପାରେ, କିନ୍ତୁ ରାଧା ନାମ ହିଁ କେବଳ ହେଉଛନ୍ତି ଭଗବାନ ପ୍ରତି ଭଲ ପାଇବା ଆଉ ପ୍ରେମ ଦେଇପାରେ। ତେଣୁ ଶ୍ରୀ ଠାକୁରଙ୍କର ଅହେତୁକି କୃପା, ରାଧାଙ୍କ ନାମ ମିଳିଯାଇଛି ଆପଣମାନଙ୍କୁ, ସେଥିରେ ଖୁସି ହୁଅନ୍ତୁ। ସବୁ ତତ୍ତ୍ୱ ଏଇ ରାଧା ତତ୍ତ୍ୱ ଭିତର ଦେଇକିରି ସବୁ ହିଁ ଯାଉଛି, ରାଧା ଓ କୃଷ୍ଣ ତତ୍ତ୍ୱ ଭିତର ଦେଇକିରି। କ'ଣ କହୁଛି, ମୋ କଥାକୁ ବି ଗ୍ରହଣ ନ କଲେ ଚଳିବ, କିନ୍ତୁ ସତ୍ୟତାଟାକୁ ଗ୍ରହଣ କରନ୍ତୁ, ଦେଖନ୍ତୁ ତା ଭିତରେ କ'ଣ ଅଛି। ଆପଣ ରାସ ପଞ୍ଚାୟତ ପଢ଼ୁଥିବେ, ଭାଗବତ ପଢ଼ୁଥିବେ, ଗୀତା ପଢ଼ୁଥିବେ, ଯିବେ ଦୟା କୃଷ୍ଣ ନାମ ସର୍ବଧର୍ମ ସାର। ଆଉ ଠାକୁର ବି କହିଲେ ବହି ପଢ଼ି ତୁଇ ହେଲୁ ଯେ ବହିର ମରମ ବୁଝିଲୁ ନା, ଅଭ୍ୟାସ ବ୍ୟବହାର ସହଜ ଜ୍ଞାନ ନହେଲେ ଶିକ୍ଷା ହୁଏ ନା।
ଆମ ଚାଲିଚଳନ, ଭାଷା, ବ୍ୟବହାର, କଥାବାର୍ତ୍ତା, ଖାଦ୍ୟପେୟ ସବୁରି ଭିତରେ ଯେମିତି ଠାକୁରତ୍ଵ ଜାଗି ଉଠିବ। ଠାକୁର ତ ଖାଲି ନାମ ନେଇଗଲେ ଠାକୁର ତ ଜାଗ୍ରତ ହବ? କସ୍ମିନ କାଳେ ହବନି। ନାମ କେମିତି ହବ? ମନ ତ ରହିଥିବ ଆଡ଼େ ସାଡ଼େ, ନାମ ହବ? ସିନେମା ଗୀତରେ ଆମ ମନ ପଳାଉଛି ବହୁତ ସମୟ, ଠାକୁର ନାମ ଭିତରେ କେତେ ସମୟ ଯାଉଛି? ନାମ ହବ କେତେବେଳେ? ନା ସାତ୍ଵିକ ଭୋଜନ। ଭଜନ ସେତେବେଳେ ଠିକ ହେବ ଯେତେବେଳେ ଆମର ଭୋଜନ ଠିକ ହେବ। ସେଥିପାଇଁ ତ ଠାକୁର ନିୟମ କରିଦେଲେ ମାଛ ମାଂସ ଖାସେନା, ପିଆଜ ରସୁଣ ବାନ୍ଧକ ଛାଡ଼। ସ୍ୱସ୍ତିନ ନେଇକରି କେତେ ଜଣ ମୁଁ ଦେଖିଛି ନିଜ ଆଖିରେ ଚିକେନ ମଟନ ସାଙ୍ଗରେ ମଦ ବି ପିଉଛନ୍ତି। ଆରୋପ କରି କହୁନି କାହାକୁ, ତମ ଇଚ୍ଛା ତମେ ପିଅ, କିନ୍ତୁ ଆମେ ଯେମିତି ଗୋଟେ ଆମର ଓଡ଼ିଆରେ ଗୋଟେ ଢଗ ନାହିଁ, ଯାହା ବାପା ଖାଏ ତାଳ ତା ପୁଅ ଛୁଆକୁ ଲାଗେ କାଳ, ପୁଅକୁ ହଉ ବା ଝିଅକୁ ହଉ। ଅଯଥା ଆର୍ଗୁମେଣ୍ଟ ଭିତରେ ଯାଆନ୍ତୁନି, ତତ୍ତ୍ୱଟାକୁ ବୁଝନ୍ତୁ, ସତ୍ୟତାଟାକୁ ବୁଝନ୍ତୁ। ଠାକୁର କାହିଁକି ଆସିଲେ ଧରାଧାମ ଭିତରକୁ? ତେଣୁ ଆଜିର ଟପିକ ବିଶେଷ କିଛି ମାନେ କାହାକୁ ଅପନିନ୍ଦା କରିବା ପାଇଁ ନଥିଲା, କିନ୍ତୁ ଯେଉଁ କହିଲେ ସେଇଟା ହେଉଛି ଟିକେ ଖରାପ ଲାଗିଲା, ସେଥିପାଇଁ ଭିଡ଼ିଓଟା ବନେଇଛି। ଯଦି ଭାବିବେ ଆ ଭିତରେ କିଛି ଶିକ୍ଷଣୀୟ ଜିନିଷ ଅଛି, ତାହେଲେ ମୋ ଚ୍ୟାନେଲ ଭିତରକୁ ଆସନ୍ତୁ, କିଛି ଠାକୁରଙ୍କର ଯେଉଁ ଭାବବାଣୀ ଭିତରେ କିଛି ଜାଣନ୍ତୁ। ଯଦି ଭଲ ଲାଗୁନି ତାହେଲେ ଚ୍ୟାନେଲଟା ସ୍କିପ୍ କରିଦିଅନ୍ତୁ, କାହିଁକିନା ଏଇଟା ମୁଁ ମୋ ଖୁସି ପାଇଁ କରୁଛି। ଆପଣମାନଙ୍କୁ ଭଲ ଲାଗିଲେ ଆପଣ ଶୁଣିବେ, ଆପଣମାନଙ୍କୁ ଭଲ ନ ଲାଗିଲେ ଆପଣ ନ ଶୁଣିପାରନ୍ତି। ରହୁଛି। ଜୟ ଗୁରୁ, ଜୟ ଜଗନ୍ନାଥ, ନିତାଇ ଗୌର।